ଆପଣ କହିଲେ ପଦ୍ମସମ୍ଭବ ତାଙ୍କ ରାଜ୍ୟର ବିଜୟ କ୍ଷେତ୍ର ଗଲେ, ବିଜୟ କ୍ଷେତ୍ରରୁ ଶ୍ରୀଲଙ୍କା, ଶ୍ରୀଲଙ୍କାରୁ ତିବ୍ବତ ଗଲେ। ତିବ୍ବତ ଗଲାପରେ ତାଙ୍କର ବୌଦ୍ଧ ଧର୍ମ ପ୍ରଚାର ପ୍ରସାର ଲାଗି ତାର କାଣା କାଣା ସେ କଲେ ସେ ବିଷୟ ଟିକେ ଆମର ଦର୍ଶକମାନଙ୍କୁ କହୁ। ବୌଦ୍ଧ ଧର୍ମର ପ୍ରଧାନ କ୍ଷେତ୍ର ହିସାବରେ ତାର ଉତ୍ପତ୍ତି ସ୍ଥଳ ହିସାବରେ ଯେହେତୁ ଭାରତରେ ଅନେକ ବୌଦ୍ଧ ସନ୍ନ୍ୟାସୀ ବୌଦ୍ଧ ଜ୍ଞାନୀ ପୁରୁଷମାନେ ଥିଲେ। ବିଭିନ୍ନ ଅଞ୍ଚଳ ସେମାନେ ଯାଉଥିଲେ, ପ୍ରଚାର କରୁଥିଲେ। ସେ ସମୟରେ ତିବ୍ବତର ରାଜା ଯିଏ ଥିଲେ ତାଙ୍କର କାନକୁ ଆସିଲା ଯେ ପଦ୍ମସମ୍ଭବ ବୋଲିକିରି ଭାରତବର୍ଷରେ ଏପରି ଜଣେ ଗୋଟେ ସନ୍ନ୍ୟାସୀ ଅଛନ୍ ଯିଏକି ଅଦ୍ଭୁତ କର୍ମ ଗୁଡ଼ାକ କରୁଛନ୍ ଆଉ ଅଶେଷ ଜ୍ଞାନର ଅଧିକାରୀ। ପ୍ରକୃତରେ ସେ ସମୟରେ ଭାରତ ବୁଦ୍ଧଙ୍କର ପରେ ପରେ ସେ ତାଙ୍କର ଅନେକ ଶିଷ୍ୟମାନଙ୍କୁ ବାହାରକୁ ପଠାଉଥିଲେ। ଇଆଡ଼େ ଶ୍ରୀଲଙ୍କା, ଜାପାନ, ଚୀନ, ତିବ୍ବତ ଏସବୁ ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ। ଯେଉଁ ତୁମେ ଜ୍ଞାନର ଅଧିକାରୀ ହେଲ, ଏଇ ଜ୍ଞାନଟା ବିସ୍ତାର ହଉ, ପ୍ରଚାର ହଉ। ଶିଷ୍ୟମାନେ ଯାଉଥିଲେ। ଏହି କ୍ରମରେ ଯେତେବେଳେ ତିବ୍ବତର ରାଜା ପଦ୍ମସମ୍ଭବଙ୍କୁ ନିମନ୍ତ୍ରଣ କଲେ, ପଦ୍ମସମ୍ଭବ ସହର୍ଷରେ ତିବ୍ବତ ଯାତ୍ରା କଲେ। ଏଇ ଲାଦାଖ ଦେଇକରି, ଶ୍ରୀନଗର ଲାଦାଖ ଦେଇକରି ତିବ୍ବତର ରାଜଧାନୀ ଲାସାରେ ପହଞ୍ଚିଲେ। ରାଜାଙ୍କ ସାଙ୍ଗେ ଦେଖା ହେଲା। ସେ ସମୟରେ ରାଜା ତାଙ୍କର ସବୁ ଅଦ୍ଭୁତ କର୍ମ ଗୁଡ଼ାକ ଯେତେବେଳେ ଦେଖିଲେ, ତାଙ୍କର ବୌଦ୍ଧ ଧର୍ମ ସେଇଠି ପହଞ୍ଚି ସାରିଥିଲା। କିନ୍ତୁ ସେ ସମୟରେ ଯେନ୍ ତିବ୍ବତରେ ଗୋଟେ ଲୋକାଚାର ଥିଲା, ପରମ୍ପରା ଥିଲା, ଲୋକ ଧର୍ମ ଥିଲା, ସେଟା ବୌଦ୍ଧ ଧର୍ମ ତାଙ୍କର ସେତିକି ଭିତରକୁ ନାଇଁ ଯାଇଥାଏ। ଇଏ ଅନୁଧ୍ୟାନ କଲେ। ତାପରେ ତାଙ୍କର ଗୋଟେ ଯେନ୍ ଧର୍ମ ଥିଲା ବୌଦ୍ଧ, ତାଙ୍କର ଗୋଟେ ନିଜସ୍ୱ ଧର୍ମ ଥିଲା ତିବ୍ବତର ବନ ଧର୍ମ। ସେ ବନ ଧର୍ମର ବିଭିନ୍ନ ସଂସ୍କାର, ବିଭିନ୍ନ ପଦ୍ଧତି ଗୁଡ଼ାକ, ଆଚାର ବ୍ୟବହାର ଗୁଡ଼ାକ ଯେଉଁଟା କି ଲୋକମାନେ ଏପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି ଆଉ ତାଙ୍କର ମଙ୍ଗଳ ଲାଗିଅଛି, ସେଗୁଡ଼ାକ ପ୍ଲସ୍ ଇଏ ଯେହେତୁ ଗୋଟେ ବଜ୍ରଯାନୀ ଥିଲେ, ବଜ୍ରଯାନର ଉପାସକ ଥିଲେ, ସେ ବଜ୍ରଯାନର ଯେଉଁ ତତ୍ତ୍ୱ ଗୁଡ଼ାକ ଏଇସବୁ ମିଶେଇକରି ସେ ଗୋଟେ ଲାମା ଧର୍ମ ସୃଷ୍ଟି କଲେ। ଆଉ ତାଙ୍କ ଧର୍ମ ଯେ ଗ୍ରହଣ କଲେ ତାଙ୍କୁ ଲାମା କୁହାଗଲା। ତିବ୍ବତର ରାଜା ସେ ନିଜେ ବି ଲାମା ଧର୍ମ ଗ୍ରହଣ କଲେ। ଆଉ ୟାଙ୍କ ସଙ୍ଗେ ପଦ୍ମସମ୍ଭବଙ୍କ ସାଙ୍ଗେ ଅନେକ ବୌଦ୍ଧ ଭିକ୍ଷୁମାନଙ୍କୁ, ତାଙ୍କ ଲାମାମାନଙ୍କୁ ପଠାଲେ 24ଟା ଦେଶକୁ। ପାଖେ ପାଖେ ଯେଉଁଟା ଦେଶମାନେ ଥିଲା ସେସବୁ ଦେଶମାନଙ୍କୁ ନିଜେ ପଦ୍ମସମ୍ଭବ ଗଲେ, ସେନ ଲାମା ଧର୍ମ ପ୍ରଚାର କଲେ। ଏପରି ଅନେକ ଦିନ ତକ ପ୍ରଚାର କଲା ପରେ ସେନ ଗୋଟେ ମାନେ ଲାମା ଧର୍ମ ଏ ଯେଉଁ ବଜ୍ରଯାନଟା ଏ ଯେଉଁଟା ପ୍ରଚାର କରୁଥିଲେ ଲାମା ଧର୍ମ ହିସାବରେ, ଏଇଟା ଗୋଟେ ତାନ୍ତ୍ରିକ ପଦ୍ଧତି। ବୌଦ୍ଧ ଧର୍ମର ଗୋଟେ ସ୍ୱତନ୍ତ୍ର ପଦ୍ଧତି ଏଇଟା। ତନ୍ତ୍ର ମନ୍ତ୍ରରେ ଏ ତା'ର ଅଭିଚାର ହେସି। ଆଉ ସାଧାରଣ ହିସାବରେ ତାର ମାନେ ଯେନ୍ଟା ଯନ୍ତ୍ର କ୍ରିୟା ଅଛେ, ଯନ୍ତ୍ର ସ୍ଥାପନ ହେଇକରି ସେନ ମନ୍ତ୍ର ପଢ଼ାଯିବା, ସେ ଯନ୍ତ୍ରରେ ଉପବେଶନ କରିବେ। ତାପରେ ଯାଇକରି ମନ୍ତ୍ର ପଢ଼ା ହେଇକରି ତାଙ୍କୁ ମାନେ ସେ ହିସାବରେ ଅଧିଷ୍ଠାନ କରାଯିବା। ବଜ୍ରୀ ଯେନ୍ ମାନେ ବଜ୍ର ସାଧକ, ସେ ବଜ୍ରୀଙ୍କୁ ବୌଦ୍ଧଙ୍କର ଗୋଟେ ଅବତାର ବଜ୍ରୀ, ତାଙ୍କୁ ସେମାନେ ଉପାସନା କରୁଥିଲେ। ଏଇଟା ଲାମା ଧର୍ମଟା ଯେତେବେଳେ ସବୁଆଡ଼େ ମାନେ ସାରା ଏସିଆର ଉତ୍ତର ଅଞ୍ଚଳରେ ବ୍ୟାପିଗଲା। ଅନେକ ରାଜ୍ୟର ରାଜାମାନେ ବି ଗ୍ରହଣ କଲେ, ପ୍ରଜାମାନେ ବି ଗ୍ରହଣ କଲେ। ତାପରେ ପଦ୍ମସମ୍ଭବ ଦେଖିଲେ ଯେ ତାଙ୍କର ଯେଉଁ ତିବ୍ବତ ଆଗମନଟା ବର୍ତ୍ତମାନ ସଫଳ ହେଇଯାଇଛେ। ସେନ ଅନେକ ତାଙ୍କର ଶିଷ୍ୟମାନେ ଆସିଯାଇଛନ୍ ପ୍ରଚାର ପ୍ରସାର କରବାର୍ ଲାଗି। ସେ ପୁଣି ଥରେ ଭାରତକୁ ଫେରି ଆସିଲେ।